ଆପଣ ଘରେ ବସିକି ଇନକମ୍ କରିବା ପାଇଁ ଚାହୁଁଛନ୍ତି କିନ୍ତୁ କେମିତି ଷ୍ଟାର୍ଟ କରିବେ ବୁଝିପାରୁନାହାନ୍ତି, ତେବେ ଆଜିର ଭିଡ଼ିଓରେ ଆପଣଙ୍କ ପାଇଁ ଆଜି ମୁଁ ଆପଣଙ୍କୁ ଫୁଲ୍ ରୋଡ୍ ମ୍ୟାପ୍ ଷ୍ଟେପ୍ ବାଇ ଷ୍ଟେପ୍ ଦେଖେଇଦେବି ଜିରୋ ଟୁ ମାନେ କିପରି ଆପଣ ପ୍ରୋ ଲେଭେଲ୍ ଯାଏଁ ଇନକମ୍ କରିପାରିବେ କନଫ୍ୟୁଜନ୍ ସହିତ। ଆପଣ ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଓକେ, ନମସ୍କାର, ମୋ ନାଁ ଆଶା। ମୁଁ ମଧ୍ୟ ଆପଣଙ୍କ ଭଳି ଗୋଟିଏ ହାଉସ୍ ୱାଇଫ୍ ଥିଲି, କିନ୍ତୁ ଆଜି ମୋ ଘରେ ବସି ଅନଲାଇନ୍ ଇନକମ୍ କରୁଛି। ଆଜି ମୁଁ ଆପଣଙ୍କୁ ଦେଖେଇବି କେମିତି ଆପଣ ମଧ୍ୟ ମୋ ପରି ଷ୍ଟାର୍ଟ କରିପାରିବେ ଏବଂ ଘରେ ରହିକି ଡିଜିଟାଲ୍ ସ୍କିଲ୍ ଶିଖି କିପରି ଆର୍ନିଂ କରିପାରିବେ। ଅଧିକାଂଶ ଲୋକ କାହିଁକି ଷ୍ଟାର୍ଟ କରିପାରୁନାହାନ୍ତି ଜାଣିଛନ୍ତି ନା, ସେମାନେ ସବୁବେଳେ କନଫ୍ୟୁଜ୍ରେ ରୁହନ୍ତି। ତାପରେ ନିଜର ଗୋଟେ ଭୟ କି ଆମେ କାଳେ କରିପାରିବା କି ନ କରିବା। ତାପରେ ଆଉ ଗୋଟେ ଜିନିଷ ରହୁଛି ସମସ୍ତଙ୍କ ମନରେ କି ଆମକୁ ମାନେ ଠିକ୍ ଭାବେ ଗାଇଡେନ୍ସ ମିଳିବ କି ନାହିଁ। ତ ମୁଁ ମଧ୍ୟ ସେହି ପ୍ରୋବ୍ଲେମକୁ ଫେସ୍ କରୁଛି, କିନ୍ତୁ ଠିକ୍ ରୋଡ୍ ମ୍ୟାପ୍ ଯଦି ଆପଣଙ୍କୁ ମିଳିଯାଏ ନା, ତ ଆପଣ ଇଜିଲି ସବୁ ଜିନିଷ ଆଚିଭ୍ କରିପାରିବେ। ଠିକ୍ ଅଛି, ମେନ୍ ଜିନିଷ ରହୁଛି ଫୁଲ୍ ରୋଡ୍ ମ୍ୟାପ୍ ଯେଉଁ ଷ୍ଟେପ୍ ବାଇ ଷ୍ଟେପ୍ କିପରି ଆପଣ ପାଇବେ ତାକୁ ଫଲୋ କରି କିପରି ଆପଣ ନିଜକୁ ଗୋଟେ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ନିଜକୁ ଗୋଟେ ଷ୍ଟାବିଲିଟି କରି କିଛି ଆର୍ନିଂ କିପରି ଆପଣ କରିବେ କିଛି ଡିଜିଟାଲ୍ ସ୍କିଲ୍ ଶିଖିକି। ଫାର୍ଷ୍ଟ ଜିନିଷ ରହିବ ଆପଣଙ୍କର ମାଇଣ୍ଡସେଟ୍। ମାନେ ଠିକ୍ ମାଇଣ୍ଡସେଟ୍ ଆପଣ ରଖନ୍ତୁ। ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ମାଇଣ୍ଡସେଟ୍। ମାନେ ବହୁତ ଜଣଙ୍କ ମନରେ କି ଆମେ ଆଜି ଜଏନ୍ ହେବା କି ଆଜି ଶିଖିବା କାଲିଠୁ ଇନକମ୍ ଆସିଯିବ ନା, ଏଇସବୁ ଭାବନା ରଖନ୍ତୁ ନାହିଁ। ଫାର୍ଷ୍ଟ ଜିନିଷ ମାନେ ଫୋକସ୍ କରିବା ଦରକାର ସ୍କିଲ୍ ଉପରେ। ସ୍କିଲ୍ ଉପରେ ଫୋକସ୍ କରନ୍ତୁ। କନସିଷ୍ଟେନ୍ସି ଯଦି ଆପଣ ସ୍କିଲ୍ ଉପରେ ଗୋଟେ ଫୋକସ୍ କଲେ ନା, ଷ୍ଟେପ୍ ବାଇ ଷ୍ଟେପ୍ ଯଦି ଆପଣ ପ୍ରତ୍ୟେକ ଦିନ କିଛି ଶିଖିବା ପାଇଁ ଚାହିଁବେ ତାହେଲେ ଆପଣ ନିଶ୍ଚୟ ସକ୍ସେସ୍ ହେବେ। ସେକେଣ୍ଡ ଜିନିଷ ରହିଲା ଗୋଟେ ସ୍କିଲ୍ କି ଆପଣ ବାଛନ୍ତୁ। ଆପଣ ସିମ୍ପଲ୍ ସ୍କିଲ୍ରୁ ହିଁ ଷ୍ଟାର୍ଟ କରିବେ। ଠିକ୍ ଅଛି, ସେମିତି କିଛି ନୁହେଁ ଯେ ବହୁତ ସ୍କିଲ୍ ଗୁଡ଼ା ବହୁତ ହାର୍ଡ଼ କି କଷ୍ଟ ଆମେ ବୁଝିପାରିବୁନି କରିକି ଆମ ନିଜ ଲାଙ୍ଗୁଏଜ୍ରେ ହିଁ ଆପଣ ବୁଝିବେ। ଫାର୍ଷ୍ଟ ଜିନିଷ ହେଲା ସ୍କିଲ୍ କ'ଣ ନା, କଣ୍ଟେଣ୍ଟ କ୍ରିଏସନ୍ ଆପଣ ଜାଣିଥିବେ, ଭିଡ଼ିଓ ଏଡ଼ିଟିଂ ହେଲା, ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲିଂ ହେଲା। ଗୋଟିଏ ସ୍କିଲ୍ ଏଇ ଭିତରୁ ଆପଣ ଗୋଟେ ବାଛିବେ, ତାକୁ ହିଁ ପ୍ରତ୍ୟେକ ଦିନ ଆପଣ ପ୍ରାକ୍ଟିସ୍ କରିବେ ଏବଂ କିଛି କିଛି ନୂଆ ଜିନିଷ ଶିଖିବା ପାଇଁ ଚେଷ୍ଟା କରିବେ। ତ ତାହେଲେ ଯାଇକି ଆପଣ ଗୋଟେ ସ୍କିଲ୍ରେ ପରଫେକ୍ଟ ହେଇପାରିବେ। ଠିକ୍ ଅଛି, ଆଉ ଗୋଟେ ଜିନିଷ ରହୁଛି ବହୁତ ଜଣଙ୍କ ମନରେ ମାନେ କ'ଣ କହିଲେ ବହୁତ କନଫ୍ୟୁଜ୍ ବି ରହିଯାଉଛି କି ଏଇଟା ପ୍ଲାଟଫର୍ମ ନା କୋର୍ସ ଯୋଗଦେବା ନା କ'ଣ, ଏଇଟା କେଉଁ ଟାଇପ୍ର ୱାର୍କ। କେବଳ ୟୁଟ୍ୟୁବ୍ ଭିଡ଼ିଓ ଦେଖିଦେଲେ ଆପଣଙ୍କୁ ଏନଫ୍ ହେଇଯିବନି। କାହିଁକି କହିଲେ ଷ୍ଟ୍ରକ୍ଚର ଗାଇଡେନ୍ସ ଦରକାର, ନିହାତି ଦରକାର। ଷ୍ଟେପ୍ ବାଇ ଷ୍ଟେପ୍ ସିଷ୍ଟମ୍ ନିହାତି ଦରକାର, ଆଉ ସପୋର୍ଟ କମ୍ୟୁନିଟି ନିହାତି ଆପଣଙ୍କୁ ଦରକାର। ଏହା ଆପଣଙ୍କର ଗ୍ରୋଥକୁ ଫାଷ୍ଟ କରାଇପାରିବେ। ଦେଖନ୍ତୁ ସବୁ ଜିନିଷ ବହୁତ ଜଣ ଅଛନ୍ତି କି ୟୁଟ୍ୟୁବ୍ରୁ ହିଁ ଦେଖିକି ଆମେ ଶିଖିଯିବା, କାହିଁକି ଆମେ ଇନଭେଷ୍ଟ କରିବା। ଏଇ ମନ ଡାଉଟ୍ରେ ବି ରହୁଛନ୍ତି ବହୁତ ଲୋକ କି ସ୍କିଲ୍ ଶିଖିଯାଏ, ୟୁଟ୍ୟୁବ୍ ତ ଆଜିକାଲି ଫ୍ରିରେ ମିଳୁଛି ସବୁ ଜିନିଷ ଶିଖି ନା। ଫ୍ରିରେ ଦେଖିବା ଜିନିଷ ସବୁବେଳେ ମାନେ ଯେଉଁ ଗାଇଡ଼ କରୁଛୁ ମାନେ କ'ଣ ଯେ ମେଣ୍ଟର ଯିଏ ରୁହନ୍ତି ସିଏ ଆପଣ ଯେତେବେଳେ ଗାଇଡ଼ କରିବେ ସେ ପ୍ରପର୍ ରୋଡ୍ ମ୍ୟାପ୍ ଦେବେ। ସିଏ ନିଜେ ଯେଉଁ ଉପରେ ଯାଇଛନ୍ତି ସେ ଆପଣଙ୍କୁ ଶିଖେଇ ପାରିବେ ରୋଡ୍ ମ୍ୟାପ୍। ତ ମାନେ ନୁହେଁ ଯେ ସବୁବେଳେ ଆମେ ୟୁଟ୍ୟୁବ୍ ଫ୍ରିରେ ଦେଖି ଶିଖିଯିବୁ। କିଛିଟା ଆମେ ନଲେଜ୍ ନେଇପାରିବା, ଠିକ୍ ଅଛି, କିନ୍ତୁ ସବୁ ଜିନିଷ ନେଲେ ଆମେ ଅର୍ନିଂ କରିପାରିବାନି। କିନ୍ତୁ ଅର୍ନିଂ କରିବା ପ୍ରପର୍ ରୋଡ୍ ମ୍ୟାପ୍ ଦରକାର, ଯେଉଁଥିରେ ଆମର ପ୍ରପର୍ ଗାଇଡେନ୍ସ ରହିବା ଦରକାର, ପ୍ରପର୍ ଆମର ମେଣ୍ଟର ରହିବା ଦରକାର ଯିଏ ଆମକୁ ଷ୍ଟେପ୍ ବାଇ ଷ୍ଟେପ୍ ବୁଝେଇବେ। ଠିକ୍ ଅଛି, ଯାହାଫଳରେ ଆମର ଗ୍ରୋଥ୍ ବହୁତ ହିଁ ଫାଷ୍ଟ ହେବ। ଇଏ ମାନେ ୟୁଟ୍ୟୁବ୍ରୁ ଦେଖିକି ଲୋକ ଫାଷ୍ଟ ହେଉନାହାନ୍ତି, ମାନେ ଇନକମ୍ କରୁଛନ୍ତି କିନ୍ତୁ ସେତେ ଫାଷ୍ଟ ହେଉନାହାନ୍ତି। ଦେନ୍ ଆଉ ଗୋଟେ ଜିନିଷ ରହିଲା ଆକାଉଣ୍ଟ ସେଟଅପ୍। ଜଏନ୍ କରିବା ପରେ ବହୁତ ଜଣଙ୍କ ଆକାଉଣ୍ଟ କିପରି କ୍ରିଏଟ୍ କରିବେ, ପ୍ରୋଫାଇଲ୍ ସେଟଅପ୍ କିପରି କରିବେ, ବେସିକ୍ ଟୁଲ୍ସ କ'ଣ ଶିଖିବେ, ପ୍ରତ୍ୟେକ ଦିନରୁ ଏକ୍ସେଲ୍ ନେବା ଆରମ୍ଭ କରିବା ଦରକାର। ଏସବୁ ଜିନିଷ ଆମର ଷ୍ଟେପ୍ ବାଇ ଷ୍ଟେପ୍ ଆମର ପ୍ରତ୍ୟେକ ଦିନ ଦେଖୁଥିବେ ଲାଇଭ୍ ମିଟିଂରେ ଆମେ ଶିଖାଯାଉଛି କିପରି ନିଜର ଇନଷ୍ଟାଗ୍ରାମ୍, ଫେସବୁକ୍, ୟୁଟ୍ୟୁବ୍ରେ ଆକାଉଣ୍ଟ କିପରି ବିଲ୍ଡ କରିବେ, ପ୍ରୋଫାଇଲ୍ ସେଟଅପ୍ କିପରି କରିବେ, ପ୍ରୋଫାଇଲ୍ ଫଟୋ କିପରି ଲଗାଇବେ। ତା ସହିତ ଆପଣ ପ୍ରତ୍ୟେକ ଦିନ କିଛି ୱାର୍କ ଶିଖିବେ, ଏକ୍ସନ୍ଟା ନେବେ। ସବୁ ଯେତେବେଳେ ବି ସ୍କିଲ୍ ଶିଖନ୍ତୁ କିଛି ଯାହା ଶିଖିବେ ତାକୁ ଏକ୍ସନ୍ ନେଲେ ହିଁ ଆପଣ ଆଗକୁ ଗ୍ରୋ କରିବେ। ମାନେ ଖାଲି ଶିଖିକି ରହିଯିବ ସେ ଗ୍ରୋ କରିବେ ନାହିଁ। କେବଳ ଶିଖିବା ନେସେସରି, ଶିଖିବା ସହିତ ଏକ୍ସନ୍ ନେବାଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଦିନେ ଦିନେ ପ୍ରାକ୍ଟିସ୍ କରନ୍ତୁ, କଣ୍ଟେଣ୍ଟ କ୍ରିଏଟ୍ କରନ୍ତୁ, ଭୁଲରୁ ହିଁ ଶିଖିବେ। ଇଏ ମାନେ ପରଫେକ୍ଟ ମୁଁ ଶିଖିଲା ପରେ ହିଁ କରେ ନା, ଏଇ ଜିନିଷ ନୁହେଁ। ଯେତେବେଳେ ଭୁଲରେ ହିଁ ଶିଖିବେ। ଲର୍ଣ୍ଣିଂ ପ୍ଲସ୍ ଆକ୍ସନ୍, ତାହେଲେ ହିଁ ଆପଣଙ୍କ ରେଜଲ୍ଟ ଆସିବ। ଏ ଲର୍ଣ୍ଣିଂ ଯେତେବେଳେ କରିବେ, ଆକ୍ସନ୍ ଯଦି ନ ନେବେ ରେଜଲ୍ଟ ବି ଆପଣଙ୍କର ଆସିବନି। ଆଉ ଗୋଟେ ଜିନିଷ ରହୁଛି ଇନଷ୍ଟାଗ୍ରାମ୍ କିମ୍ବା ୟୁଟ୍ୟୁବ୍ରେ ଷ୍ଟାର୍ଟ କରିବେ କିପରି। ପ୍ରତ୍ୟେକ ଦିନ ଗୋଟିଏ ରିଲ୍ ୟା ଭିଡ଼ିଓ ଯାହା ବି ପୋଷ୍ଟ କରିବେ, ଯେଉଁ ରିଲ୍ର ଭ୍ୟାଲ୍ୟୁ ଥିବ, ଯଦି କିଛି ମୋଟିଭେସନ୍ କଣ୍ଟେଣ୍ଟ ଥିବ ବା ଅଡ଼ିଏନ୍ସ ବିଲ୍ଡ କରିପାରିବେ, ଏଇସବୁ ଜିନିଷ ଆପଣଙ୍କର ଯଦି କଣ୍ଟେଣ୍ଟର ଥାଏ।
तो स्लो स्टार्ट हेले मध्य टेंशन नहीं किंतु धीरे धीरे इम्प्रूव करेंगे किंतु आपंकर कंटेंटर वैल्यू रहा दरकार जो थी कि लोके आपको इम्प्रेस देकी आपंकर कंटेंट देखिकी से आसबे जो लोक किसी शिखिपारे आपण कंटेंट रू आ गोटे जिनस रोचे ये भी मन में डाउट रहा कि बहुत जन मतलब कि आज मो कंटेंट पकईली कि काली मोर मैं भाइराल जीव ना 30 डेज कंसिस्टेंसी पकेबा दरकार 60 डेज ग्रोथ और 90 डेज इनकम पॉसिबिलिटी माने पैसेंस और कंसिस्टेंस अत्यंत ये आम सोशल मीडिया प्लेटफॉर्म वर्क करने निहाती जरूरी स्क्रिप्ट टिप हूँ कौन क्या कॉपी करेंगे ना फर्स्ट निजर स्टाइल डेभलप कर माने देखो अथेंटिक कंटेंट सबुठ शीघ्र करो यहाँ सब क्या कॉपी कर निजर ऑन कंटेंट ही आप कम करेंगे ऑन कंटेंट जिते कम कर से आप पर्सनाल बिल्ड भी हम ता सहित आप बहुत भल ग्रो करेंगे किंतु लोक कॉपी करने कंटेंट ठीक नुहे जदि आपण भी स्टार्ट करने चाहते मु बिगनर फुल स्टेप बाय स्टेप सिस्टम रेडीमेड माने कर दिए और कमेंट जदि आप चाहते स्टार्ट करेंगे कमेंट स्टार्ट लिखु मत डीएम भी करेंगे मुझे पर्सनल गाइड करी डोंट वेट राइट टाइम के आसेनि क्रिएट करने को ही राइट टाइम पड़े तो आपड़ के क्रिएट मैंने वेट करेंगे कि मोर ठीक टाइम आसे मुझे अर्निंग करी ठीक टाइम से मुझे कंटेंट पोस्ट कर ना छोट छोट भूल हम मतलब भूल भितर भी से भी ठीक हम आप स्टार्ट कला मैंने निजे निजे जापर निजर भूलटा कौट रोचे तो से ही भाव में आप अर्निंग करेंगे और निजर कंटेंट भी बहुत भाइराल भी हम धीरे कि कंसिस्टेंसी सहित प्रत्येक दिन रील्स पोस्ट करने निहाती दरकार ओके रही नमस्ते।